ଯେତେ ବି ବଡ଼ ୟୁଟ୍ୟୁବର ହୁନା କାହିଁକି ସମସ୍ତେ ଜିରୋ ସବସ୍କ୍ରାଇବରୁ ହିଁ ଷ୍ଟାର୍ଟ କରିଥାନ୍ତି ୟୁଟ୍ୟୁବ ଲାଇଭକୁ। ସେମିତି ନିଜେ ମଧ୍ୟ ଷ୍ଟାର୍ଟ କରିବାକୁ ପଡ଼ିବ, ତାପରେ ହିଁ ୟୁଟ୍ୟୁବରୁ ପଇସା ଇନକମ୍ କରିପାରିବେ। ସମସ୍ତେ ଭାବନ୍ତି କି ଏତେ ବଡ଼ ୟୁଟ୍ୟୁବର କେମିତି ହେଇଗଲା, ହେଲେ କିନ୍ତୁ ଫ୍ରେଣ୍ଡସ୍ ସମସ୍ତେ ଜିରୋ ସବସ୍କ୍ରାଇବରୁ ହିଁ ଷ୍ଟାର୍ଟ କରିକି ସେମାନେ ଏତେ ବଡ଼ ୟୁଟ୍ୟୁବର ହେଇଯାଇଛନ୍ତି। ସମସ୍ତେ କେବଳ ସକ୍ସେସକୁ ଦେଖନ୍ତି, ହେଲେ କିନ୍ତୁ ଷ୍ଟ୍ରଗଲ ଲାଇଫକୁ ଦେଖନ୍ତି ନାହିଁ କି ସେମାନେ କେତେ ପରିଶ୍ରମ କରନ୍ତି ଏବଂ କେତେ ମେହନତ କରନ୍ତି ବା କେତେ ରାତ ପର୍ଯ୍ୟନ୍ତ ସେମାନେ କାମ କରନ୍ତି, ସେମାନେ କିଛି ବି ଦେଖନ୍ତି ନାହିଁ। ସେମାନେ କେବଳ ସକ୍ସେସକୁ ଦେଖନ୍ତି କି ସେ ଏତେ ବଡ଼ ୟୁଟ୍ୟୁବର ହେଇଗଲା, ଏତେ ଟଙ୍କା ଇନକମ୍ କରୁଛି, କେବଳ ସେମାନେ ଭାବନ୍ତି ବା ଲୋକମାନଙ୍କୁ କୁହନ୍ତି। ହେଲେ କିନ୍ତୁ କେହି ମଧ୍ୟ ଷ୍ଟ୍ରଗଲ ଲାଇଫକୁ ଦେଖନ୍ତି ନାହିଁ କି କେତେ ଷ୍ଟ୍ରଗଲ କରିକି ସେ ଏତେ ଦୂର ପର୍ଯ୍ୟନ୍ତ ଆସିଛି ଏବଂ ଏତେ ଟଙ୍କା ଇନକମ୍ କରୁଛି ୟୁଟ୍ୟୁବରୁ। ଆପଣମାନେ ମଧ୍ୟ ଭାବନ୍ତୁ କି କେମିତି ଆମେ 0 ସବସ୍କ୍ରାଇବରୁ 1000 ସବସ୍କ୍ରାଇବ କମ୍ପ୍ଲିଟ୍ କରିବା ଏବଂ ଚ୍ୟାନେଲଟିକୁ ମୋନେଟାଇଜ୍ କରିକି ୟୁଟ୍ୟୁବରୁ ପଇସା ଅର୍ନିଂ କରିବା। ସେମିତି ଭାବିକି ଆପଣମାନେ ୟୁଟ୍ୟୁବକୁ ଆସନ୍ତୁ, ନହେଲେ ବେକାର ଆସନ୍ତୁ ନାହିଁ ଫ୍ରେଣ୍ଡସ୍। ଯଦି ଟାଇମ୍ ପାସ୍ଲି ଯଦି କାମ ଯଦି କରିବେ, ତାହେଲେ କେହି ମଧ୍ୟ ୟୁଟ୍ୟୁବର ହେଇପାରିବେ ନାହିଁ କି ୟୁଟ୍ୟୁବରୁ ପଇସା ମଧ୍ୟ ଇନକମ୍ କରିପାରିବେ ନାହିଁ। ଗୋଟେ ନିଶ୍ ସିଲେକ୍ଟ କରି ନିଅନ୍ତୁ, କେମିତି ଆପଣମାନେ ୟୁଟ୍ୟୁବରେ ଭିଡ଼ିଓ ବନେଇବେ ବା କୋଉ ପ୍ରକାର ଭିଡ଼ିଓ ବନେଇବେ, ବା ଗୋଟେ କ୍ୟାଟେଗୋରୀ ମଧ୍ୟ ସିଲେକ୍ଟ କରି ନିଅନ୍ତୁ କି କେଉଁ କ୍ୟାଟେଗୋରୀର ଭିଡ଼ିଓଟି ବନେଇବେ। ଯେମିତିକି ଫ୍ରେଣ୍ଡସ୍ ବହୁତ ଗୁଡ଼ିଏ ଯାହାକି କ୍ୟାଟେଗୋରୀ ଅଛି, ଏଣ୍ଟରଟେନମେଣ୍ଟ ଅଛି, ଏଜୁକେସନ ଅଛି। ସେଇ କ୍ୟାଟେଗୋରୀକୁ ବାଛନ୍ତୁ ଏବଂ ସେଇ କ୍ୟାଟେଗୋରୀ ହିସାବରେ ଭିଡ଼ିଓଟି ବନାନ୍ତୁ। ଯେଉଁ କ୍ୟାଟେଗୋରୀ କି ନିଜକୁ ପସନ୍ଦ ଲାଗୁଥିବ ବା ବନେଇବାରେ ମଧ୍ୟ ଭଲ ଲାଗୁଥିବ ଭିଡ଼ିଓଟି। ଯେମିତିକି ମୋତେ ଏଜୁକେସନ ବା ଟ୍ୟାଚ୍ କରିବାକୁ ଭଲ ଲାଗେ, ସେଥିପାଇଁ ମୁଁ ଡେଲି ଭିଡ଼ିଓ ବନେଇଥାଏ। ସେମିତି ନିଜେ ମଧ୍ୟ ଗୋଟେ କ୍ୟାଟେଗୋରୀ ବାଛି ନିଅନ୍ତୁ ଏବଂ ୟୁଟ୍ୟୁବରେ ଭିଡ଼ିଓ ବନାନ୍ତୁ, ଯାହାକି ଆପଣଙ୍କୁ ଭଲ ଲାଗୁଥିବ ଭିଡ଼ିଓ ବନେଇବାରେ। ନହେଲେ ଭୁଲ କ୍ୟାଟେଗୋରୀ ଯଦି ବାଛି ନିଅନ୍ତି, ତାହେଲେ 2 ମାସ 3 ମାସ କାମ କଲା ପରେ ତାପରେ ଆପଣମାନେ ବୋର ହେଇଯିବେ ଏବଂ ଭିଡ଼ିଓ ବନେଇବା ହିଁ ଛାଡ଼ିଦେବେ। ସେଥିପାଇଁ ନିହାତି ଭାବରେ ଗୋଟେ କ୍ୟାଟେଗୋରୀ ବାଛି ନିଅନ୍ତୁ ଏବଂ ଗୋଟେ ନିଶ୍ ସିଲେକ୍ଟ କରି ନିଅନ୍ତୁ କି କେତେ ଦିନରେ ଗୋଟେ ଭିଡ଼ିଓ ଅପଲୋଡ଼ କରିବେ, ବା ପ୍ରତ୍ୟେକ ଦିନ ଭିଡ଼ିଓ ବନେଇବେ ଏବଂ ଅପଲୋଡ଼ କରିବେ, ନା 2 ଦିନରେ ଗୋଟେ ଭିଡ଼ିଓ ଅପଲୋଡ଼ କରିବେ, ନା ଗୋଟେ ସପ୍ତାହରେ ଗୋଟେ ଭିଡ଼ିଓ ଅପଲୋଡ଼ କରିବେ। ଗୋଟେ ନିଶ୍ ସିଲେକ୍ଟ କରି ନିଅନ୍ତୁ, ସେଇ ନିଶ୍ ହିସାବରେ ଭିଡ଼ିଓଟି ଅପଲୋଡ଼ କରି ଚାଲନ୍ତୁ, ଯାହାଦ୍ୱାରା କି ଭିଡ଼ିଓଟି ରାଙ୍କ କରିଯିବ। ଯଦି ନିଶ୍ ହିସାବରେ ଯଦି ଭିଡ଼ିଓ ଯଦି ଅପଲୋଡ଼ କରିବେ, ବା ଆପଣଙ୍କର ଅଡିଏନ୍ସ ଗୁଡ଼ିକ ମଧ୍ୟ ଆପଣଙ୍କର ଭିଡ଼ିଓକୁ ୱେଟ୍ କରିକି ରହିବେ। ଯଦି ନିଶ୍ ଯଦି ରଖିଥିବେ କି ଏତିକି ସମୟରେ ଆପଣମାନେ ଭିଡ଼ିଓଟି ଅପଲୋଡ଼ କରନ୍ତି, ଯାହାକି ଆପଣଙ୍କର ସବସ୍କ୍ରାଇବର ମାନେ ହୁଅନ୍ତୁ ବା ଭିଉଅର ମାନେ ମଧ୍ୟ ଯାହାକି ୱେଟିଂରେ ଥିବେ ଆପଣଙ୍କର ଭିଡ଼ିଓକୁ। ସେଥିପାଇଁ ନିହାତି ଭାବରେ ଗୋଟେ ନିଶ୍ ସିଲେକ୍ଟ କରି ନିଅନ୍ତୁ। ୟୁଟ୍ୟୁବରେ ପଇସା ଯଦି ଇନକମ୍ କରିବାର ଅଛି ଏବଂ ଚ୍ୟାନେଲକୁ ଯଦି ଗ୍ରୋ ଯଦି କରିବାର ଅଛି, ତାହେଲେ ନିହାତି ଭାବରେ ଭଲ ଏଡିଟିଂ କରିବାକୁ ପଡ଼ିବ ଭିଡ଼ିଓ, ଏବଂ ଭଲ ଥମ୍ବନେଲ ବନେଇବାକୁ ପଡ଼ିବ, ଭଲ ଟାଇଟଲ ଡିସ୍କ୍ରିପସନ ଦେବାକୁ ପଡ଼ିବ। ତାପରେ ହିଁ ୟୁଟ୍ୟୁବ ଚ୍ୟାନେଲଟି ଗ୍ରୋ ହେଇପାରିବ ଏବଂ ୟୁଟ୍ୟୁବରୁ ପଇସା ମଧ୍ୟ ଇନକମ୍ କରିପାରିବେ। ବା ଏଡିଟିଂରେ ମାଷ୍ଟର ହେବାକୁ ପଡ଼ିବ, ବା ଥମ୍ବନେଲ ମଧ୍ୟ ବେଷ୍ଟ ବନେଇବାକୁ ପଡ଼ିବ। ଯେମିତିକି ଅଲଗା କ୍ରିଏଟର ମାନେ ଯେମିତି ବନାଉଛନ୍ତି ତାଙ୍କଠୁ ଟିକେ ଡିଫରେଣ୍ଟ ବନେଇବାକୁ ପଡ଼ିବ, ବା ଆମାଜିଂ ବନେଇବାକୁ ପଡ଼ିବ, ବା ଭଲ କ୍ୱାଲିଟି ଦେବାକୁ ପଡ଼ିବ। ତାପରେ ହିଁ ଭିଡ଼ିଓଟି ଗ୍ରୋଥ୍ ହେଇପାରିବ ବା ରାଙ୍କ କରିଯିବ, ନହେଲେ କେବେ ବି ଗ୍ରୋଥ୍ ହେବ ନାହିଁ ଫ୍ରେଣ୍ଡସ୍। ଟିକେ ଡିଫରେଣ୍ଟ ବନେଇବାକୁ ଚେଷ୍ଟା କରନ୍ତୁ, ଭିଡ଼ିଓ ହଉ ବା ଥମ୍ବନେଲ ହଉ ବା ଡିସ୍କ୍ରିପସନ ହଉ ବା ଟାଇଟଲ ହଉ, ଯାହା ବି ଆପଣମାନେ ଦେଉଛନ୍ତି ଅଲଗା କ୍ରିଏଟରଙ୍କଠୁ ଟିକେ ଡିଫରେଣ୍ଟ ବନେଇବାକୁ ପଡ଼ିବ, ବା ଆମାଜିଂ ବନେଇବାକୁ ପଡ଼ିବ, ବା ବହୁତ ସୁନ୍ଦର ଭାବରେ ଏଡିଟିଂ କରିବାକୁ ପଡ଼ିବ, ବା ଟିକେ ଭଲ ଭାବରେ ବନେଇବାକୁ ପଡ଼ିବ। ତାପରେ ହିଁ ଚ୍ୟାନେଲଟି ଗ୍ରୋଥ୍ ହେଇପାରିବ, ନହେଲେ ଗ୍ରୋଥ୍ ହେବ ନାହିଁ ଫ୍ରେଣ୍ଡସ୍। ଟିକେ ଏହି ଉପରେ ଟିକେ ନିହାତି ଭାବରେ ଧ୍ୟାନ ଦିଅନ୍ତୁ ଏବଂ ୟୁଟ୍ୟୁବ ଚ୍ୟାନେଲରେ କାମ କରି ଚାଲନ୍ତୁ ଏବଂ ୟୁଟ୍ୟୁବରୁ ମଧ୍ୟ ପଇସା ଅର୍ନିଂ କରନ୍ତୁ। ୟୁଟ୍ୟୁବରେ ଯଦି ଭିଡ଼ିଓ ଯଦି ବନେଇବେ, ତାହେଲେ ବହୁତ ଗୁଡ଼ିଏ ଯାହା ପ୍ରୋବ୍ଲେମ୍ ମଧ୍ୟ କ୍ରିଏଟ୍ ହେଇଥାଏ। ଏସବୁକୁ ମଧ୍ୟ ଆପଣମାନଙ୍କୁ ଟିକେ ଧ୍ୟାନ ଦେବାକୁ ପଡ଼ିବ। ବହୁତ ଲୋକମାନେ ବହୁତ କଥା ମଧ୍ୟ କୁହନ୍ତି, ଏ ପିଲା ତ ପାଗଳ ହେଇଗଲା, ଏମିତି ମଧ୍ୟ କୁହନ୍ତି। ସେସବୁକୁ ମଧ୍ୟ ଟିକେ ମାଇଣ୍ଡରେ ଟିକେ ନେବେ ନାହିଁ। ଲୋକମାନେ ତ କହିବେ ହିଁ କହିବେ, ସେସବୁକୁ ଯଦି ମାଇଣ୍ଡରେ ଯଦି ନେବେ ତାହେଲେ କେବେ ମଧ୍ୟ ୟୁଟ୍ୟୁବର ହେଇପାରିବେ ନାହିଁ। କାହିଁକି ନା ମୋତେ ବହୁତ କଥା କୁହନ୍ତି, ସେସବୁକୁ ମୁଁ କେବେ ମଧ୍ୟ ମାଇଣ୍ଡରେ ନିଏ ନାହିଁ। ସେଥିପାଇଁ ମୁଁ ଏତେ ଦୂର ପର୍ଯ୍ୟନ୍ତ ଆସିଛି ଏବଂ ଡେଲି ଭିଡ଼ିଓ ମଧ୍ୟ ବନାଉଛି। ବହୁତ ଲୋକମାନେ ହସିବେ ମଧ୍ୟ ଆପଣମାନେ ଯେତେବେଳେ ଭିଡ଼ିଓ ବନେଇବେ, ସେସବୁକୁ ମଧ୍ୟ ଟିକେ ଇଗ୍ନୋର କରନ୍ତୁ। ଏହି ଭିଡ଼ିଓରେ ତ ଭଲ ଭାବରେ ଜାଣିପାରିଲେ କେମିତି 0 ସବସ୍କ୍ରାଇବରୁ ଷ୍ଟାର୍ଟ କରିବେ ୟୁଟ୍ୟୁବ ଚ୍ୟାନେଲକୁ, ଯାହାକି ଭଲ ଭାବରେ ଜାଣି ମଧ୍ୟ ପାରିଲେ। ଭିଡ଼ିଓଟି ଯଦି ଭଲ ଲାଗିଛି ନିହାତି ଭାବରେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଦ୍ୱାରା କି ଆପଣଙ୍କ ସାଙ୍ଗମାନେ ମଧ୍ୟ ଦେଖି ଶିଖିପାରିବେ। ଚାଲନ୍ତୁ ଫ୍ରେଣ୍ଡସ୍, ଆମେ ନେକ୍ସଟ ଭିଡ଼ିଓରେ ଦେଖା।